ଓମ୍ ଜୟ ଶ୍ରୀ ସୀତାରାମ ବାଲ୍ମୀକି ରାମାୟଣ ଅଯୋଧ୍ୟାକାଣ୍ଡ ସୀତା ଲକ୍ଷ୍ମଣଙ୍କ ସହ ରାମଙ୍କ ପିତୃ ସମୀପେ ଗମନ। ପ୍ରଥମ ଭାଗ। ଏଥୁ ଅନ୍ତେ ରାମ ସୀତା ଲକ୍ଷ୍ମଣ ଏ ତିନି ଆୟୁର ସକଳ ନିଜ ହସ୍ତେ ଘେନି ଦଶରଥ ନୃପତିଙ୍କ ନିକଟକୁ ଗଲେ। ନଗରବାସୀଏ ପଥେ ଦର୍ଶନ କଲେ। ନାରୀଏ ଦେଖନ୍ତି ବସି ପ୍ରସାଦ ଉପରେ ଧନୁଷର ସହେ ରାମ ଲକ୍ଷ୍ମଣଙ୍କ କଳେ। ସୁଗନ୍ଧ କୁସୁମ ମାଳ ଧରିଛନ୍ତି ସୀତା ଦେଖଣା ହାଇଏ ଦେଖି ହନ୍ତି କଥାବାର୍ତ୍ତା। ହାୟ ହାୟ ବିଧାତାରେ କି ନ କରୁତୁ ହି ତାପସହି ଲକ୍ଷ ଲୋକ ଥାନ୍ତି ଗୋଳାଇ। ଆଇ ତାଙ୍କ ସଙ୍ଗେ ଏକା ଜାନକୀ ଲକ୍ଷ୍ମଣ ଘୋର ବନେ ଫଳମୂଳ କରିବେ ଭକ୍ଷଣ। ଚଣ୍ଡ ସୂର୍ଯ୍ୟ ନେତେ ଦେଖି ନଥିଲେ ଯାହାକୁ ଅଯୋଧ୍ୟା ନର ନାରୀ ଦେଖିଲେ ତାହାଙ୍କୁ। ବନେ ରହି ଖରା ଶୀତ ବରଷା ସହିବେ ପତ୍ର ବିଛାନାରେ ବୃକ୍ଷ ମୂଳରେ ଶୋଇବେ। କେମନ୍ତେ କଥା କହେ ରାଜା ଦଶରଥ ବହୁ ବୋଧ ହୁଏ ତାଙ୍କୁ ନିଶ୍ଚେ ଲାଗିଅଛି ବହୁତ। ଘର ଅନେକ କିମ୍ପା ପତାନ୍ତି ଏହାକୁ କେବଳ କିମ୍ପା ଗାଲି ଦେଉସରାୟାଙ୍କୁ। କୈକେୟୀଙ୍କ ଆୟାଙ୍କୁ ରାତେ ସତ୍ୟ କରାଇଲା ଶ୍ରୀରାମଚନ୍ଦ୍ରଙ୍କୁ ଘର ବନି ପଠାଇଲା। କେବଳ କି ରୋଷ କଲା ଶ୍ରୀରାମ ତାହାର ଯାର ସମଗୁଣବନ୍ତ ନାହିଁ ତିନି ପୁର। କେବଳ ନୃପତି କିମ୍ପା ଶୁଣିଲା ତା କଥା କେବଳ ଚତୁରୀ ଅତି ଭରତର ମାତା। କେବଳ ଧିକ ରାଜା ଦଶରଥ ବୁଦ୍ଧ କାଳେ କିମ୍ପା ହୋଇ ନାରୀ ଥାଏ ରୋଧ। ଏପରା ପୁତକ ମନେ ପଠାଉଛି ସେହି ଯାହା ଥାଏ ହିଂସା ଶତ୍ରୁ ମିତ୍ର ଜ୍ଞାନ ନାହିଁ। ଯେଉଁ ରାମ ସବୁ ପ୍ରାଣୀ ମାନଙ୍କର ମୂଳ ସବୁ ଜୀବ ଜାନକ ଶାଖା ପତ୍ର ପୁଷ୍ପ ଫଳ। ନିରାଗ କାଳରେ ଜଳ ଜନ୍ତୁ ଏ ଯେ ଶଣେ ସତପଥ ହେଉଥାନ୍ତି ଜଳ ବିହୁନେ। ସେହିପରି ଆମ୍ଭେମାନେ ରାମ ବିହୁନରେ ସତପଥ ହେବା କିମ୍ବା ରହିଏ ସ୍ଥାନରେ। ହେ ଚାଲ ସଭିଏ ସଙ୍ଗେ ଘେନି ପୁତ୍ର ଦୁହି ତାହାଙ୍କୁ ଶ୍ରୀରାମଙ୍କ ସହିତ ଯିବା ଅରଣ୍ୟକୁ। ରତ୍ନ ଧନ ଧାନ୍ୟ ଆଦି ସଙ୍ଗେ ଘେନି ଯିବା। ଘର ଦ୍ୱାର ଭାଙ୍ଗି ଦେଶ ପରା କହିଦେଇବା। ଜନ ବିହୁନରେ ହେଉ ଏ ଦେଶ ଅରଣ୍ୟ ନିଶ୍ଚିନ୍ତେ ରହନ୍ତୁ ଏଥି ପଶୁ ପକ୍ଷୀଗଣ। ସେମାନଙ୍କୁ ଘେନି ରାଜ୍ୟ କରୁ କୈକେୟୀ। ବୁଢ଼ା ଦଶରଥ ରାଜା ସଙ୍ଗେ ଥାଉ ରହି। ଏହିପରି କୁହାକୁହି ସମସ୍ତେ ହୁଅନ୍ତି ପଥେ ଯାଉ ରାମ ସକଳ ଶୁଣନ୍ତି। କାଳେ କିଛି ନ କହନ୍ତି ନ ଶୁଣନ୍ତି ତାହା। ଦିନ ଭାଗବତ ଦୁଃଖେ ଗୀତ କଲା। ଓମ୍ ଜୟ ଶ୍ରୀ ସୀତାରାମ।